ଚାଲୁ ଚାଲୁ ଥକି ପଡ଼ିଲେ ସୁଷମା। ପାଖ ସିମେଣ୍ଟ ବେଞ୍ଚ ଉପରେ ବସି ପଡ଼ି ହାତରେ ଧରିଥିବା ମୋବାଇଲ ଫୋନକୁ ଦେଖିଲେ। ମାତ୍ର 15 ମିନିଟ୍ ଚାଲିଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଅତି କମରେ ତାଙ୍କୁ ଆହୁରି 15 ମିନିଟ୍ ଚାଲିବାକୁ ହେବ। ତାଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏହା ଏକାନ୍ତ ଜରୁରୀ। ଜରୁରୀ, ଚାଲିବାଟା ଜରୁରୀ, ନିହାତି ଜରୁରୀ। ଏକଥା କେବଳ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ନୁହନ୍ତି, ତାଙ୍କ ସ୍ୱାମୀ, ସନ୍ତାନ, ପରିବାର ସମସ୍ତେ ସୁଆସାରି ପରି ତାଙ୍କ ସାମ୍ନାରେ ଘୋଷିଛନ୍ତି, ତାଙ୍କୁ ମଧ୍ୟ ଘୋଷାଇଛନ୍ତି। କିନ୍ତୁ ବାସ୍ 15 ମିନିଟ୍ ଚାଲିବା ପରେ ସେ ଯେ ଭୀଷଣ ଭାବରେ ଥକି ଯାଉଛନ୍ତି, ଏକଥା କେହି ବିଶ୍ୱାସ କରିବାକୁ ଚାହୁଁନାହାନ୍ତି। ଏଇଟା ହିଁ ତାଙ୍କୁ ଖୁବ୍ ଦୁଃଖ ଦିଏ। ସ୍ୱାମୀ ଶରତ କୁହନ୍ତି, ସୁଷମା, ପ୍ରଥମ ଯେ କୌଣସି କାମ କଲେ ଥକା ଲାଗେ। ଏ କୋଉ ନୂଆ କଥା ଯେ? ମାମା, ଏଇଟା ତୁମ ମନ ଭିତରେ ବସା ବାନ୍ଧି ରହିଯାଇଛି। ଥକା କାହିଁକି ଲାଗିବ? ଚାଲିଲେ ଫୁର୍ତ୍ତି ଲାଗିବ, ଫ୍ରେଶ୍ ଲାଗିବ। ପୁଅ ତା ବାପାଙ୍କ ସହ ଯୋଗ ଦିଏ। ବୋହୂ ମୁରୁକି ହସେ। ଝିଅ କିଛି ନ କହି ଚୁପ୍ ରହେ। କିନ୍ତୁ ଏକୁଟିଆ ବେଳେ କହେ, ମାମା, ତତେ ତୋ ନିଜ ପାଇଁ ଚାଲିବାକୁ ହେବ, ଠିକ୍ ରହିବାକୁ ହେବ। ମୁଁ ଜାଣିଛି ତୁ ଠିକ୍ କହୁଛୁ। ତୋତେ କଷ୍ଟ ହେଉଛି, ଧଇଁ ସଇଁ ଲାଗୁଛି, ଲାଗୁଥିବ, ତଥାପି ତୋତେ ଚାଲିବାକୁ ହେବ। ଚାଲିବାକୁ ହେବ। ଏଇ ଦୁଇଟି କଥା ଶୁଣୁ ଶୁଣୁ ସେ ଆଡ଼େଇ ଯାଆନ୍ତି। ମନେ ମନେ ବିରକ୍ତ ହେଲେ ମଧ୍ୟ ପ୍ରକାଶ କରିପାରନ୍ତି ନାହିଁ। ସୁନା ପିଲାଟି ପରି ସବୁ କଥା ମାନି ଯାଆନ୍ତି। କେବେ ଆଉ ପ୍ରତିବାଦ କରୁଥିଲେ ଯେ ସୁଷମା? ନିପଟ ମଫସଲ ଗାଁରୁ 10ମ ପାସ୍ କଲା ପରେ ସେ ବିଜ୍ଞାନ ପଢ଼ିବାକୁ ଚାହୁଁଥିଲେ କଲେଜରେ। ମାତ୍ର ମେସ୍ରେ ରହି ପଢ଼ିବାକୁ ଜେଜେମା ରାଜି ନଥିଲେ। ବାପା ମଧ୍ୟ ଦୂରରେ ରଖି ପଢ଼ାଇବା ସପକ୍ଷରେ ନଥିଲେ। ବାସ୍ ସେଇଟାରେ ହିଁ ତାଙ୍କ ପଢ଼ାରେ ଡୋରି ଲାଗିଲା। ମୁହଁ ଲୁଚାଇ ଅନେକ କାନ୍ଦିଥିଲେ, ହେଲେ ପ୍ରତିବାଦ କରିନଥିଲେ। ବହି, ଖାତା, କଲମ, ପେନସିଲ, ଜ୍ୟାମିତି ବାକ୍ସର ମୋହ ତୁଟାଇ ସେ ହାଣ୍ଡି, ଡେକ୍ଚି, କଢ଼ାଇ, ଚଟୁ ଧରିଥିଲେ। ଛୁଞ୍ଚି, ସୂତା, ଉଲ୍ କଣ୍ଟାରେ ମନ ଢାଳିଥିଲେ। ମନ ବୋଲି ଶବ୍ଦଟି ତାଙ୍କର ବାରମ୍ବାର ବଦଳୁଥିଲା। ଗୁରୁଜନଙ୍କ ଆଦେଶରେ, ନିର୍ଦ୍ଦେଶରେ। ତାଙ୍କର ମନ ପଡ଼ିଆରେ ଫୁଟବଲ ଥିଲା। ଯିଏ ଯେମିତି ଭାବରେ ଖେଳିବାକୁ ଚାହୁଁଥିଲା ଖେଳୁଥିଲା। ମଣିଷ ଅପେକ୍ଷା ସେ ଅଧିକ ପେଣ୍ଡୁ। ଆଜି ଭାବିଲେ ଆଶ୍ଚର୍ଯ୍ୟ ହୁଅନ୍ତି, ଠିକ୍ ଚାବିଦିଆ କଣ୍ଢେଇ ପରି ତାଙ୍କ ଅବସ୍ଥା। ସେ ଯେଉଁ ଶୈଶବରୁ ପ୍ରବାହିତ ହେବା ଆରମ୍ଭ କରିଥିଲେ, ତାହା ଆଜି ପର୍ଯ୍ୟନ୍ତ ଅବ୍ୟହତ ଅଛି। ସିମେଣ୍ଟ ବେଞ୍ଚଟି ଉପରେ ଆଉଜି ପଡ଼ିଲେ। ପାର୍କର ଏ ମଧ୍ୟ ସ୍ଥଳରେ ଛୋଟିଆ କଇଁ ଫୁଲର ପୋଖରୀ। କୃତ୍ରିମ ପୋଖରୀ, ଚାରିପଟେ ସିମେଣ୍ଟର ପାହାଚ। ସକାଳର ମୃଦୁ ପବନରେ ମୁଣ୍ଡ ଦୋହଲାଇ ଗୀତ ଗାଉଛନ୍ତି। ସତେଅବା ଗାଁ ଭାସି ଉଠିଲା ତାଙ୍କ ଆଖି ଆଗରେ। ଗାଁ ପୋଖରୀରେ ଧଳା ଲାଲ କଇଁ, ଖୁଦୁରୁକୁଣି, କୁମାର ପୂର୍ଣ୍ଣିମାରେ କଇଁ ଫୁଲରେ ସଜା ଠାକୁରାଣୀ ଚଉରା। କେତେ ବର୍ଷ ତଳକୁ ଲେଉଟି ଗଲେ ସୁଷମା। ତାଙ୍କର ଖୁବ୍ ଇଚ୍ଛା ହେଲା ସେ ନୀଳ କଇଁର ପାଖୁଡ଼ା ଛୁଇଁ ଆଉଁସି ଦେବାକୁ। ହାତ ବଢ଼ାଉ ବଢ଼ାଉ ଫେରାଇ ଆଣିଲେ। ଆମ ଗାଁରେ ନା, ଏମିତି ନୀଳ କଇଁ ସବୁ ବହୁତ ଅଛି। ପଛରୁ ଗୋଟିଏ କଅଁଳିଆ ସ୍ୱର ନିଜ ନିରୀହ ଅହଙ୍କାରକୁ ଉପସ୍ଥାପନ କରୁଥିଲା ତାଙ୍କ ସମ୍ମୁଖରେ। ବେକ ବୁଲାଇ ଚାହିଁଲେ ସୁଷମା। 8-9 ବର୍ଷର ଝିଅଟିଏ। ପିନ୍ଧିଛି ନାଲି ନେଳିର ରଙ୍ଗ ଛଡ଼ା ଫ୍ରକ୍। ହାତରେ ରଙ୍ଗୀନ ପ୍ଲାଷ୍ଟିକ ଚୁଡ଼ି, ପାଦରେ ଅଧା ଫଟା ଚପଲ। କିଛି ଉତ୍ତର ନ ଦେଇ ହସିଦେଲେ ସୁଷମା। ତାଙ୍କ ହସ ଦେଖି ସେ ପୁଣି କଥାର ଖିଅ ଯୋଡ଼ିଲା। ଜାଣିଛ ନା ମା, ଆମ ଗାଁରେ ବହୁତ ବଡ଼ ପୋଖରୀ ଅଛି। ତା ଦେହରେ ଶହ ଶହ ଫୁଲ ଫୁଟେ। ନାଲି, ନେଳି, ଧଳା। ତମର ଏ ଟିକି ପୋଖରୀଠୁ ଢେର ବଡ଼। ଆମେ ନା ସେ ପୋଖରୀରେ ଗାଧେଇ ଲୁଗା କାଚୁ, ପହଁରା ଶିଖୁ। ଫୁଲ ତୋଳୁ, ଅଝଟ ହେଉ ଆଉ ଟିକିଏ ଅଟକି ଗଲା। ଆଉ? ସୁଷମା ତା ପ୍ରତି ଆଗ୍ରହ ହୋଇ ଉଠିଲେ। ଝିଅଟି ଆଖିରେ ଆଗ୍ରହ, ଉଦ୍ଦୀପନା ଏବଂ ଉତ୍ସାହ। ଆଖି ଦୁଇଟି ଚକଚକ ଉଜ୍ଜ୍ୱଳ ନକ୍ଷତ୍ରର ଜ୍ୟୋତି ଅନର୍ଗଳ ଗପି ଚାଲିଥିଲା ଝିଅଟି। ସୁଷମା ସେ ପର୍ଯ୍ୟନ୍ତ ତା ନାଁ ପଚାରି ପାରି ନାହାନ୍ତି। ତାର ନିଷ୍ପାପ ଶୈଶବ, ନିରୀହ ବାର୍ତ୍ତାଳାପ ତାର ସ୍ଥିତି ଓ ସରଳତାକୁ ସୂଚାଇ ଦେଉଥିଲା। ତାର ଗୋଟେ ଗାଁ ଅଛି। ସେ ଗାଁରେ ଅଛି ଗୋଟେ ବଡ଼ ପୋଖରୀ, ଯେଉଁ ପୋଖରୀରେ ଫୁଟେ ଅଜସ୍ର କଇଁ। ସେଇ ଗାଁକୁ ନେଇ ସେ ଗର୍ବ କରେ, ନିଜର ବୋଲି ଦାବୀ କରିପାରେ। ଏଇ ଗୋଟିଏ ଅହଙ୍କାର ତାକୁ ମୁଣ୍ଡ ଟେକି ଛିଡ଼ା ହେବାର ଗୌରବ ଦେଇଛି। ଏଇ ଟିକକ ଅହଙ୍କାର ତାଙ୍କର ନାହିଁ। ଠିକଣା ବଦଳୁଥିଲା ବାର ବାର। ଶୈଶବର ସେହି ଘର ଗାଁ। ବିବାହ କରୁ କରୁ ପର ହେଇଯାଉଥିଲା। ଶ୍ୱଶୁର ଘର ମଧ୍ୟ ନିଜର ଦାବୀ କରିପାରୁ ନଥିଲେ। ଗାଁ ତ ଦୂରର କଥା, ତା ପରଠୁ ସ୍ୱାମୀଙ୍କ ଚାକିରିରେ ଠିକଣା ବଦଳୁଥିଲା ବାରମ୍ବାର। ଜୀବନର ଏହି ସାୟନରେ
ଆସି ପହଞ୍ଚିଛନ୍ତି ଭୁବନେଶ୍ୱରର ଏ ପାରାଭାଡ଼ି ପରି ଦୁଇ ବଖୁରିଆ ଘରେ। ଥାକ ଥାକ ହୋଇ ଫ୍ଲାଟର ଘର। ଫୁଲ ଗଛଟେ ପୋତିବାକୁ ଚାଖଣ୍ଡେ ଜାଗା ନାହିଁ। ଅଣନିଶ୍ୱାସୀ ହୋଇଯାଆନ୍ତି ସୁଷମା ସେଇ ଚାରି କାନ୍ଥର କୋଠରୀ ଭିତରେ ବନ୍ଦୀ ହୋଇ। ଛୋଟିଆ ବାଲକୁନିରୁ ଦେଖନ୍ତି ଚାଖଣ୍ଡେ ଆକାଶ, ତହିଁରେ ଜହ୍ନତାରା ନକ୍ଷତ୍ର, ନୂଆ ନୂଆ ମୁଣ୍ଡ ଟେକୁଥିବା ନଭସ୍ତୁମ୍ବୀ ଅଟ୍ଟାଳିକା, ତାହା ଭିତରେ ଖୁନ୍ଦି ହୋଇ ରହୁଥିବା ମଣିଷ। ସୁଷମାକୁ ପ୍ରଲୁବ୍ଧ କରିପାରି ନାହିଁ ଏ ରାଜଧାନୀର ଏ ମାୟାବୀ ଆକର୍ଷଣ। ତଥାପି ସେ ପଡ଼ି ରହିଛନ୍ତି ଏହି ରାଜଧାନୀରେ ଧୂଳି ଧୂଆଁର ସହରରେ। ଜାଣିଛ ମା, ତମର ଏ ସହରର ଲୋକମାନେ କିନ୍ତୁ ଗାଁକୁ ଯାଆନ୍ତି ପାର୍ଟି କି ପିକନିକ୍ ମନାଇବାକୁ। ମୁଣ୍ଡିଆ ପାହାଡ଼ ଜଙ୍ଗଲର ସବୁଜିମା, କଳ କଳ ଝରଣାର ଗୀତ ତାଙ୍କୁ ବହୁତ ଭଲ ଲାଗେ। ସୁଷମା ହସିଦେଲେ। ତାର ଏ ତମ ସହର ଆମ ଗାଁ, ତମର ଆମର କଥା ଶୁଣି ତାଙ୍କୁ ଭାରି ଭଲ ଲାଗୁଥିଲା। ଛୋଟ ଝିଅଟି ମନରେ ଏ ସବୁ କଥା କେତେ ସହଜରେ ବସା ବାନ୍ଧି ରହିଯାଇଛି। ଆଚ୍ଛା କହିଲୁ, ତୋ ନାଁ କ'ଣ? ମୋ ନାଁ? ହଁ ତୋ ନାଁ। ଚନ୍ଦ୍ରମା କହି ଖିଲିଖିଲି ହୋଇ ହସି ଉଠିଲା। ତୋ ଗାଁ ନାଁ ମାନେ ତୋ ଘର କେଉଁଠି? ଆମ ଗାଁ ସୁଜନପୁର। ଉଦାସ ହୋଇ ପଡ଼ିଲା ଚନ୍ଦ୍ରମା। ଗାଁ କଥା ଶୁଣୁ ଶୁଣୁ ତା ଆଖି ଭାରି ଆସିଲା। ସହରକୁ ଆସିଲା ପରେ ସେ ଲୁହ ଲୁଚାଇବା ଶିଖିଯାଇଛି। ସୁଷମାକୁ ଖୁବ୍ ଭଲ ଲାଗୁଥିଲା ଚନ୍ଦ୍ରମା ସହ କଥା। ତା କଥା, ପ୍ରାତଃ ଭ୍ରମଣ କଥା ଭୁଲିଯାଇ ଏବେ ସେ ବେଞ୍ଚ ଉପରେ ଗୋଡ଼ ଲମ୍ବାଇ ଆରାମରେ ବସି ଝିଅଟା ସହ ମନ ଖୋଲି ଗପୁଥିଲେ। ବସୁନୁ, ବସ୍। ପାଖରେ ବସିବାକୁ ଇଙ୍ଗିତ ଦେଲେ ସୁଷମା। ମୁଁ ବସିବି ତମ ସହ? ତା ଆଖି ବଡ଼ ବଡ଼ ହୋଇଗଲା। ହଁ ବସ୍ ଏଇଠି। ବସୁ ବସୁ ଛିଡ଼ା ହୋଇଗଲା ଚନ୍ଦ୍ରମା। କ'ଣ ହେଲା? ସୁଷମାଙ୍କ ଆଖିରେ ପ୍ରଶ୍ନବାଚୀ। ନାଇଁ, ମା ମନା କରିଛି ବଡ଼ ଲୋକଙ୍କ ସହ ସାଙ୍ଗ ହୋଇ ବସିବାକୁ। ଜୋର କରି ତାକୁ ଟାଣି ବସେଇ ଦେଲେ। ସେ କୁନ୍ଥୁ କୁନ୍ଥୁ ହେଲା। ଆଚ୍ଛା, ତୁ କ'ଣ ସ୍କୁଲ ଯାଉନୁ? ସୁଷମା କଥା ଯୋଡ଼ିଲେ। ନା, କୁନି ଝିଅକୁ ଜଗୁଛି। ଏଇନା ମା ତା ପାଖରେ ଅଛି ତ ମୁଁ ଖେଳିବାକୁ ଆଇଛି। କରେଣ୍ଟ ମାରିଲା ପରି ଉଠି ଠିଆ ହେଲା ଚନ୍ଦ୍ରମା। ଡେଇଁ ଡେଇଁ ଚାଲୁଥିଲା। ମୋର ଡେରି ହେଲାଣି, ମା ଗାଳି ଦବ। ସୁଷମା ଏବେ ପ୍ରତିଦିନ ପାର୍କକୁ ଆସନ୍ତି ବିନା କିଛି ପ୍ରତିବାଦରେ। ପ୍ରାତଃ ଭ୍ରମଣ କମ୍, ବେଶୀ ସମୟ ଚନ୍ଦ୍ରମା ସହ ଗପିବାରେ ତାଙ୍କର କଟୁଥିଲା। ତାର ସରଳତା, ମିଠା ମିଠା ଗାଁ କଥା ତାଙ୍କୁ ମୁଗ୍ଧ କରୁଥିଲା। ବୟସର ବ୍ୟବଧାନ ପରେ ମଧ୍ୟ ସେମାନେ ଦୁହେଁ ପରସ୍ପରର ସାଙ୍ଗ ପାଲଟି ଯାଇଥିଲେ। ସୁଷମା ନିଜର ଜରା ବ୍ୟାଧିଗ୍ରସ୍ତ ଶରୀର, ତଜ୍ଜନିତ ତାଙ୍କର ଅସହାୟତା, ଧୀରେ ଧୀରେ ତାଙ୍କ ପ୍ରତି ଅନ୍ୟମାନଙ୍କର ଉପେକ୍ଷାର କଥା କହୁଥିଲା ବେଳେ ଚନ୍ଦ୍ରମା ଗପୁଥିଲା ତା ନୀଳ କଇଁ ଭର୍ତ୍ତି ପୋଖରୀ, ପାହାଡ଼, ଝରଣା, ଚଢ଼େଇ, ଚିରୁଗୁଣି କଥା। ଦ୍ୱିପ୍ରହରରେ କପୋତୀର କାଳ ବଖାଣୁ ଥିଲାବେଳେ ସେ ନିଜେ ପୁତ୍ରହରା କପୋତୀ ପାଲଟି ଯାଉଥିଲା। ଦୋଳଯାତ୍ରାର ରାଧାକୃଷ୍ଣ, କୁଆଁର ପୁନେଇର ସ୍ନିଗ୍ଧ ରୂପା ଜହ୍ନ, ଜଙ୍ଗଲର ଅଚାନକ ନିଆଁର ପ୍ରକୋପ ଏମିତି ଅନେକ ଗପର ପସରା ମେଲିଦିଏ। କିନ୍ତୁ ତାର ବହି ବସ୍ତାନି ଗାଁ ସ୍କୁଲ କଥା କହିଲା ବେଳେ ମଝିରେ ମଝିରେ ଅଚାନକ ତୁନି ପଡ଼େ, ଅନ୍ୟମନସ୍କ ହୋଇଯାଏ। କଥା ପ୍ରସଙ୍ଗରେ ଦିନେ ତା ମୁହଁରୁ ବାହାରି ପଡ଼ିଥିଲା ତା ପାଠର କଥା। ଖୁବ୍ ଭଲ ପଢ଼ୁଥିଲା ଚନ୍ଦ୍ରମା। ସ୍କୁଲର ଦିଦି ଓ ସାରମାନେ ତାର ପ୍ରଶଂସା କରୁ କରୁ ଅନ୍ୟ ପିଲାଙ୍କୁ ଉଦାହରଣ ଦେଉଥିଲେ। ସବୁ ଠିକ୍ ଠାକ୍ ଚାଲୁଥିବା ବେଳେ ଦୈବ ଅହନ୍ତା ସାଜିଲା। କୌଣସି ରୋଗ ବୈରାଗ ନ ଥାଇ ହଠାତ୍ ବିଲ ମଝିରେ ଟଳି ପଡ଼ିଲା ତା ବାପା। ଅନ୍ୟମାନଙ୍କ ସାହାଯ୍ୟ ଓ ସହାନୁଭୂତିରେ ଯଥାକଥା ଟଳିଗଲା 6 ମାସ। ତାପରେ ଜୀବନ ଜିଣିବା କେତେ ଯେ ମୁସ୍କିଲ, ସେହି ଦିନ ହିଁ ଚନ୍ଦ୍ରମା ବେଶ୍ ବୁଝି ଯାଇଥିଲା। ଭୋକରେ ମା ଝିଅ ଖୁବ୍ ଆଉଟୁ ପାଉଟୁ ହେଲାବେଳେ ସନା ଦାଦା ତାଙ୍କୁ ସହରର ବାଟ ଦେଖାଇଥିଲେ। ଲୋଭ ଦେଖାଇଥିଲେ ମନୋହାରୀ ଜୀବନର। ପୁଳା ପୁଳା ଟଙ୍କା, ମାଗଣା ଚାଉଳ, ବିଜୁଳି, ଆଲୁଅ, କଳ, ପାଣି ଇତ୍ୟାଦି ଇତ୍ୟାଦି। ଏକ ମୁହଁ ହୋଇ ଚନ୍ଦ୍ରମା ତା ମା ସହ ଆସିଥିଲା ସହର। ସନା ଦାଦା ମିଛ କହିନଥିଲା, ପ୍ରାୟ ସବୁ ସତ ହିଁ କହିଥିଲା। କୁନି ପୁଅର ତ ସହରରେ ହିଁ ଜନ୍ମ। 4-5 ଘରେ 2 ଓଳା କାମ କରି ମା 2000 ପାଉଥିଲା। ଏବେ ତ ଚନ୍ଦ୍ରମା ବି ବେଳେ ଅଧେ କାମରେ ସାହାଯ୍ୟ କରେ। ବସ୍ତିର ବଖରେ ଭଡ଼ା ଘରେ ବିଜୁଳି ଆଲୁଅ ସବୁ ଥିଲା। ଟିଭି, ପଙ୍ଖା, ରେଡ଼ିଓ, ବାକ୍ସ, ବାସନ କୁସନ ସବୁ କରିଛି ମା।
ପୁଅକୁ ଜଗୁ ଜଗୁ ରେଡ଼ିଓ ଶୁଣେ, ଟିଭିରେ ସିନେମା ଦେଖେ, ଯାତ୍ରା ଦେଖେ। ଚନ୍ଦ୍ରମାର ଦୁଃଖୀ ହେବାର କୌଣସି କାରଣ ହିଁ ନଥିଲା। ତଥାପି ଚନ୍ଦ୍ରମା ମୁହଁରେ ସେହି ଅଭାବଟିକୁ ପଢ଼ି ନିଅନ୍ତି ସୁଷମା। ଏତେ ପ୍ରାପ୍ତି ପରେ ମଧ୍ୟ ସେ ଯେ ସୁଖୀ ନୁହେଁ ସେ କଥା ବୁଝିପାରୁଛନ୍ତି। ତା'ର ଶୈଶବ ଯେମିତି ଅଚାନକ ବୟସ୍କ ହୋଇଯାଇଛି। ପାର୍କରେ ଲାଗିଥିବା ବଡ଼ ଘଣ୍ଟାଟିକୁ ଅତିକ୍ରାନ୍ତ ସମୟର କଥା ସୂଚେଇ ଦେଉଥିଲା। ସତେ ତ 8ଟା ପାରି ହେଲାଣି। ଅଥଚ ଚନ୍ଦ୍ରମା ହଟୁ ନଥିଲା ବସିବା ଜାଗାରୁ। 8ଟା ପାରି ହେଲାଣି ଚନ୍ଦ୍ରମା, ତୁମେ ଯାଅ ମା, ମୁଁ ପଛରେ ଯିବି। କାହିଁକି? ଚାଲ ଯିବା, ଖରା ଟାଣ ହେଲାଣି। ନାଇଁ ମା, ତମେ ତମର ଯାଅ, ମୁଁ ପରେ ଯିବି। ତୋ ମା ପାଟି କରିବ ଯେ। ନା, ମା ମୋତେ ନିଜେ ମନା କରୁଛି। କିନ୍ତୁ କାହିଁକି? ସନା ଦାଦା ଆଇଛି ନା, ସେଥିଯୋଗୁଁ। ହଠାତ୍ କିଛି ବୁଝିପାରିଲେନି ସୁଷମା। ତାକୁ ବୋକାଙ୍କ ପରି ଚାହିଁଲେ। ଯେବେ ବି ସନା ଦାଦା ଆସେ, ମା ମୋତେ ବାହାରକୁ ପଠାଏ। ବର୍ଷା ହେଉ କି ଖରା, ଶୀତ କି କାକର। ଉଦାସ ହୋଇଗଲେ ଚନ୍ଦ୍ରମା। ସୁଷମା ତ ଗୋଟିଏ ବାକ୍ୟରୁ ପୂରା କାହାଣୀ ବୁଝି ଯାଇଥିଲେ। ଆଉ ତାଙ୍କୁ ଲାଗିଲା ଯେ ଚନ୍ଦ୍ରମା ମଧ୍ୟ ସେ କାହାଣୀରୁ କିଛି କିଛି ପରିଚ୍ଛେଦ ବୁଝେ। ଏ କିଭଳି ଜୀବନ, ଯେଉଁ ଜୀବନରେ ସୁନା ଝରା ଶୈଶବ ବାସ୍ତବତାରୁ ଧୁ ଧୁ ଖରାରେ ସିଝେ। ବସନ୍ତ ବୈଶାଖ ରୂପ ନିଅ ଏବଂ ଶ୍ରାବଣ କାହା ଆଖିରେ ବର୍ଷା ହୋଇ ଝରେ। ଚନ୍ଦ୍ରମା ଜୀବନର ଉଠାଣି ଗଡ଼ାଣି ଭଲ ମନ୍ଦ ଆଲୁଅ ଅନ୍ଧାର ସହ ପରିଚିତ ହେବା ପୂର୍ବରୁ ବାସ୍ତବତାର ତୀବ୍ର ଉତ୍କଟତା ସହ ପରିଚିତ ହେଉଥିଲେ। ମା'ର ଅଭୟ ପଣତ କାନି ତା' ପାଇଁ ବେକର ରଶି ପାଲଟୁଥିଲା। ଜାଣିଛ ମା, ସନା ଦାଦା ନା ଜମା ଭଲ ଲୋକ ନୁହେଁ। ମା ନଥିଲେ ବେଳେ ଆସେ। ସୁଷମା କାନରେ ହାତ ଦେଲେ। ଚନ୍ଦ୍ରମା କ'ଣ ସବୁ କହୁଥିଲା। ତାଙ୍କର ଆଉ ଶୁଣିବାର ଧୈର୍ଯ୍ୟ ନଥିଲା। ଚନ୍ଦ୍ରମାକୁ ଛାତିରେ ଆଉଜାଇ ଆଣିଲେ। ତା' ପିଠି ଥାପୁଡ଼ାଇ ଭାବୁଥିଲେ ତାଙ୍କ ପରବର୍ତ୍ତୀ ପଦକ୍ଷେପକୁ। କହିବେ କି ଚନ୍ଦ୍ରମାଙ୍କୁ ଏସବୁ ତା' ପ୍ରତି ଅତ୍ୟାଚାର, ମାନସିକ ଶାରୀରିକ ଶୋଷଣ। ପର ମୁହୂର୍ତ୍ତରେ ନିଜକୁ ନିବୃତ୍ତ କଲେ। ବଡ଼ ଅଶାନ୍ତି ଓ ଅସନ୍ତୋଷରେ ପାର୍କରୁ ଫେରିଲେ। ନିଜ କଥା କମ୍, ଏବେ ଚନ୍ଦ୍ରମାର କଥା ବେଶୀ ଭାବୁଥିଲେ। ଭାବନା ଭିତରେ ଏତେ ମଗ୍ନ ରହୁଥିଲେ ଯେ ଖାଇବା ପିଇବା ଶୋଇବା ବସିବା ସବୁ ବେଠିକଣା ହୋଇଯାଇଥିଲା। ତାଙ୍କର ଏ ଅବସ୍ଥା କିଛି ଦିନ ପରେ ପରିବାରର ସମସ୍ତ ସଦସ୍ୟଙ୍କ ଆଖିରେ ଧରା ପଡ଼ିଯାଇଥିଲା। ଗୋଟିଏ ଆବେଗରେ ସମସ୍ତ ଧାରା ବିବରଣୀକୁ ସେଦିନ ଡାଇନିଂ ରୁମରେ ଉପସ୍ଥାପନ କରିଦେଲେ ଏବଂ ଶେଷରେ ନିଜର ଇଚ୍ଛା ମଧ୍ୟ ବିନା ଦ୍ୱିଧାରେ ଜାହିର କଲେ। ସମସ୍ତଙ୍କ ମୁହଁକୁ ନିରେଖି ଦେଖିବାର ସାହସ ଜୁଟାଇବା ପୂର୍ବରୁ ହିଁ ଗୃହସ୍ୱାମୀମାନେ ତାଙ୍କ ସ୍ୱାମୀ ସରୋଜ ତୀବ୍ର ପ୍ରତିବାଦ କଲେ। ବିନା ବାକ୍ୟ ବିନିମୟରେ ପୁଅ ମଧ୍ୟ 100% ସମର୍ଥନ କଲା। ଆଉ ବୋହୂ ପ୍ରତିଥର ପରି ଖୁବ୍ ଥଣ୍ଡା କଣ୍ଠରେ ଶାଣିତ ଶବ୍ଦ ସବୁ ଉଚ୍ଚାରଣ କରୁଥିଲେ। ସୁଷମା, ତମେ କ'ଣ ସମାଜ ସେବିକା ନ ଝିଅର ଗାର୍ଡ଼ିଆନ୍? ନିଜ ସମସ୍ୟାର ସମାଧାନ ତ ଇଞ୍ଚେ କରିବାକୁ ଅସମର୍ଥ, ସେଥିରେ ପୁଣି ଯୁଧିଷ୍ଠିର ହେବାକୁ ଇଚ୍ଛା। ଏମ୍ପ୍ଟି ମାଇଣ୍ଡ, ଡେଭିଲ୍ସ ୱାର୍କସପ୍। ବାବା, ମା'ର ମତିଭ୍ରମ ଘଟିଲାଣି ନା କ'ଣ? ଚିହ୍ନା ନାହିଁ, ପରିଚୟ ନାହିଁ, କୋଉ ଅନାଥ ଝିଅ ପାଇଁ ଲଢ଼ିବ। ଏକାବେଳେ ଡିସ୍ଗଷ୍ଟିଂ। ତମର ପାର୍କ ଯିବା ଦରକାର ନାହିଁ। ଯୁଆଡ଼େ ଗଲ ସମ୍ପର୍କ ଯୋଡ଼ିଲ। ଏଇଟା କ'ଣ ତମ ନିପଟ ଗାଁ ହେଇଛି? ମାଉସୀ ଖୁଡ଼ୀ ଦେଢ଼େଇର ସମ୍ପର୍କ ଯୋଡ଼ିବ। ତାଙ୍କଠାରୁ 2 ପାଦ ଆଗକୁ ଟପିଯାଇ ବୋହୂ କହିଲା, ଆଇଡିଲ୍ ମାଇଣ୍ଡ ଇଜ୍ ଡେଭିଲ୍ସ ୱାର୍କସପ୍। କାମ ତ କିଛି ନାହିଁ, କରିବେ କ'ଣ? ଏମିତି ଅନୱାଣ୍ଟେଡ୍ କିଳାକୁ ଡାକି ଘରକୁ ନିମନ୍ତ୍ରଣ। ଡିସ୍ଗଷ୍ଟିଂ। ସୁଷମା ଭିତରେ ଭିତରେ ବତୁରି ଗଲେ ମଧ୍ୟ ନିଜକୁ ଧରି ରଖିବାକୁ ଚେଷ୍ଟା କରୁଥିଲେ। ଏ ପରିବାରରେ ତାଙ୍କର ସ୍ଥାନ ଯେ ସଙ୍କୁଚିତ ହୋଇ ଏବେ ନାହିଁର ଦରବାର। ପ୍ରତ୍ୟକ୍ଷରେ ନ କହିଲେ ପରୋକ୍ଷରେ ଇସାରା ମିଳିସାରିଛି। ସେ ଏବେ ଅନୱାଣ୍ଟେଡ୍ ଏଲିମେଣ୍ଟ। ତାଙ୍କ ଥିବା ନ ଥିବାର କୌଣସି ଫରକ ହିଁ ନାହିଁ। ଏସବୁ ଜାଣି ବୁଝି ମଧ୍ୟ ଆଉଥରେ ଆଶାୟୀ ଆଖିରେ ସ୍ୱାମୀ ତଥା ପୁଅକୁ ଚାହିଁଲେ। ବିରକ୍ତରେ ମୁହଁ ବୁଲାଇ ଘରୁ ବାହାରିଗଲେ ଦୁହେଁ। ସୁଷମା ଖୁଣ୍ଟଟା ପରି ଠିଆ ହୋଇଥିଲେ। ଝରୁଥିବା ଲୁହକୁ ପୋଛିବା ପୂର୍ବରୁ ଆଉ ଗୋଟିଏ ହାତ ତାଙ୍କ ଲୁହକୁ ପୋଛିବା ପାଇଁ ଆଗେଇ ଆସିଲା। ସେ ହାତ ଦୁଇ ତାଙ୍କ ଝିଅର। ମା, ମୁଁ ତୋ ସହ ଅଛି। ତୋ ପାଖରେ ତୋର ଯାହା ମନରେ ଅଛି କର। ତୋତେ ଯାହା ଭଲ ଲାଗିବ କର। ସୁଷମା ଝିଅର ହାତ ଦୁଇଟିକୁ ମୁଠାଇ ଧରିଲେ। ଶାନ୍ତିରେ ନିଶ୍ୱାସ ନେଇ ଭାବୁଥିଲେ ସେ ଅନାବଶ୍ୟକ ନୁହନ୍ତି। ଏବେ ମଧ୍ୟ ତାଙ୍କର ଗୁରୁତ୍ୱ ଅଛି। ଏ ଦୁନିଆରେ କେହି ଜଣେ ବୁଝେ ତାଙ୍କୁ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ
ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।